ଦେଖନ୍ତୁ ଗୋଟିଏ ଘରର ମାଲିକ କେତେ ସୁନ୍ଦର ସେ ଧଳା କଲର କରିକି ଘରର ସାଜସଜ୍ଜା ବନେଇଛି। ଦେଖନ୍ତୁ ଏମିତି କିଛି ଫାଲତୁ ଲୋକ ଅଛନ୍ତି ଏ ଦୁନିଆରେ। ଦେଖନ୍ତୁ କେମିତି ଭଲ କାନ୍ଥରେ କି ପାନ ଛେପ ପକେଇକି ସେ କ'ଣ କରିଛନ୍ତି। ଆଜ୍ଞା ଦେଖନ୍ତୁ ଇଏ ଗୋଟେ ଭଡ଼ା ଘର। ଏଇ ଘରେ ମୁଁ ବି ଭଡ଼ାରେ ରହୁଛି। ଥରେ ଭାବନ୍ତୁ, ଦେଖନ୍ତୁ ମାଲିକଟି କେତେ ସୁନ୍ଦର ଭାବରେ ଘରର ସେ କଲର କରିଛି। କିନ୍ତୁ ଏମିତି କିଛି ଥାର୍ଡ଼ କ୍ଲାସ୍ ଲୋକ ଅଛନ୍ତି ଏ ଦୁନିଆରେ। ଏଇଠି ରହୁଛନ୍ତି, ଭଲ ଜାଗା ନ ଦେଖିଲେ ତାଙ୍କୁ ଛେପ ପକାଇବାକୁ ଇଚ୍ଛା ହେବନି। କେମିତି ଦେଖନ୍ତୁ ଭଲ ଧଳା କାନ୍ଥରେ କେମିତି ପାନ ଛେପ ପକାଇ କ'ଣ କରିଛନ୍ତି। ଏଇ ଘଟଣା ଖାଲି ଆମ ଏଇଠି ନୁହଁ, ପ୍ରତ୍ୟେକ ଜାଗାରେ ଆମ ଓଡ଼ିଶା ସାରା ଆପଣ ଯେଉଁଠି ଦେଖିବେ ପ୍ରାୟ ଏଇଭଳିଆ କିଛି ଅଭଦ୍ର ଲୋକ ଆପଣମାନଙ୍କୁ ଦେଖିବା ପାଇଁ ପାଇବେ। ଆପଣମାନେ ଦେଖିବେ, ଏଇ ଦେଖନ୍ତୁ ଏଇଟା ଗୋଟେ ବେସିଂ। ଆଜ୍ଞା ଦେଖନ୍ତୁ ଏଇଟା ମକାନ ମାଲିକ ବନେଇଛି କ'ଣ ନା, ଏ ଲୋକମାନେ ଏଇଠି ସବୁ ରହୁଛନ୍ତି। ଦେଖନ୍ତୁ ଏଇଠି ଲୋକମାନେ ଧୁଆଧୁଇ କରିବେ, ଏଇଠି କାରବାର କରିବେ। କିନ୍ତୁ ଦେଖନ୍ତୁ ସେଇଠି କେଉଁ ଭଳିଆ ପ୍ରକାର ଛେପ ପକାଇଛନ୍ତି। ସାଇଡ଼୍ରେ ବେସିଂ ଅଛି, ସେ ବେସିଂରେ ପକାଇବେନି, କିନ୍ତୁ ସେ ଧଳା କାନ୍ଥ ଉପରେ ପକାଇବେ, ଯେଉଁଠି ଚୂନ ଦେଇକି ମାଲିକ କେତେ ସୁନ୍ଦର ବନେଇଛି। ଆଉ ଏଟା ଦେଖନ୍ତୁ, ଏଟା ଗୋଟେ ଜୋତା ଷ୍ଟାଣ୍ଡ ବନେଇଛନ୍ତି। କ'ଣ କେମିତି ଜୋତା ଫତା ପିଲା ରଖି ସେଇଠି ବି ଛେପ ପଡ଼ିଛି। ଛି ଛି ଛି।